সুন্দরী অর্জুন মারিব নিশ্চয় নিশ্চয়। হে আজ্ঞা ଆପଣ ମିଠା ଫଳ ଖାଇବେ ଖାଇବେ ଆଉ ଖାଇପାରିଲେନି। ଏ ଶଳା ଜାରଜ ଅର୍ଜୁନ ସିଏ ଶଳା ମିଠା ଫଳ ଖାଇକି ଅଇଁଠା କରିଦେଲା ତମର ଗଲା ଆଉ। ସଖୀ ମୂର୍ଖ ମୋତେ କଣ ପରିହାସ କରୁଛୁ? ପରିହାସ କରୁଛୁ ମୂର୍ଖ? ନାଇଁ ଆଜ୍ଞା ପରିହାସ କାହିଁ କରିବି, ପରିହାସ କରୁନି। ଅଗ୍ନିରେ ଟିକେ ଘିଅ ଅର୍ପଣ କରୁଛି। ଆବେ କଣ କହିଲୁ? ନା ନା ଘିଅ ଟିକେ ଟିକେ ପକଉଥିଲି। ନାଇଁ ଜନରେ ଚାଖି ଯାଇନି ସେ ଜାରଜ ଅର୍ଜୁନ ମୋତେ ଚିହ୍ନି ନାହିଁ। ମୋ ଶିବଙ୍କର କାମନାର ସୃଷ୍ଟି ସେଦିନ ସମୁଦ୍ର ମନ୍ଥନ ବେଳେ ବିଷ୍ଣୁଙ୍କ ମୋହିନୀ ରୂପ ଦେଖି ସେ ଭୋଳାନାଥ କାମ ସପ୍ତ ହୋଇଥିଲେ। ଆଉ ତୋହରି ମଧ୍ୟରୁ ସୃଷ୍ଟି ହେଲି ମୁହିଁ। ଆଉ ମୁଁ ଇଚ୍ଛା କଲେ ଏ ସକଳ ପ୍ରାଣୀ ଜଗତକୁ ମୋ କାମ ଜ୍ୱାଳାରେ ଜାଳି ଦେଇପାରେ। ସଖୀ ଜାଳି ପକେଇବ ସଖୀ ଆଜ୍ଞା ଠିକ ସେଇଆ କରନ୍ତୁ। ଏ ସଂସାରଟାକୁ ଆପଣଙ୍କ କାମ ଜଳାରେ ଜାଳି ପକାନ୍ତୁ। ତାପରେ କଳ ବଳ କୌଶଳ ଲଗେଇକି ମଲ୍ଲିକାଟାକୁ ଆପଣ ବାହା ପଡ଼ିବ। ହଁ ବଢିଆ ମୂର୍ଖ ଆବେ କଣ କହିଲୁ? ମଲ୍ଲିକାକୁ ଆଣିବି? ଆବେ କିପରି କିପରି ବିବାହ କରିବି ସେ ମଲ୍ଲିକା ସୁନ୍ଦରୀ? କିପରି ସଖୀ ଚଇନି? ଏତେ ଅତର୍ଚ୍ଛା କାହିଁ ହଉଛ? କଣ ତୀର୍ଥ ଗଡ଼ି ଯାଉଛି? ଆର ହବ ମୁଁ ସେ ବ୍ୟବସ୍ଥା କରିବି। ସଖୀ ହଁ ନିଶ୍ଚୟ ବାହାରଟା ଆରେ କଣ କରିବ ମୂର୍ଖ? ବିଳମ୍ବ ନ କରି ଶୀଘ୍ର କୁହ। ଚାଖି ଚଇନି ଓହୋ ମୋରି ଖୋଟେ କହୁଛି ଆଜ୍ଞା। ମୁଁ କିଏ କହିଲ? ଚାଖି 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 ଚଇନି ଚଇନି ଏ ଯାଇ ମିଠା ଫଳ ଟିକେ ଖାଇନି ଅଛି କି ଦଉନ ଖଇନି ତାପରେ କହିବି। ଚାଖି ଆଜ୍ଞା ଉତ୍ତେକ୍ତ ନ କରି କୁହ, ଶୀଘ୍ର କୁହ ଚାଖି। ସେଟା କି ଅତର୍ଚ୍ଛା ନା ନା ଯାହା କହିବା କଥା ଭାବୁଥିଲି ଆଉ କହିବିନି। ଚାଖି ବାଡ଼ଉଛ ଆ ଶୀଘ୍ର କୁହ। ବାଡ଼େଇବନି? ନାଇଁ ତାହେଲେ କହିବି। କେମିତି ବାହାର କହିବି? ଆଜ୍ଞା ମୋର ବହୁତ ଦୂର, ଅଳ୍ପ ବାଟ ନାହିଁ, ବହୁତ ଦୂରର ଗୋଟେ ସମ୍ପର୍କ ଭଉଣୀ ଅଛି। ସଖୀ ହଁ ସେ ବୁଦ୍ଧ ରାଜା ସତ୍ୟକୁ ବାହା ହେଇଛି। ମଲ୍ଲିକା ହଉଛି ତା ଧର୍ମ ଝିଅ। ଏ କଥାଟା ଯାଇକି ତା କାନରେ ପକେଇଦେବି। ତମର ବାହାଟା ହେଇଗଲା ବୋଲି ଭାବ। ହେଲେ ମିଠା ଫଳ ଆଗ ଖାଇବିନି ବାହା ଖାଇଲେ। ସଖୀ ମୋର ଦରକାର ମଲ୍ଲିକା ସୁନ୍ଦରୀ। ତାକୁ କରିବି ମୋ ଶୟନ ସଙ୍ଗିନୀ। ଆରେ ପ୍ରତିହିଂସା ମରା ଜଳୁଛି ଅନ୍ତର ମଲ୍ଲିକା ନେଲା ଛଡ଼ାଇ। ଛଡ଼ିବି ମୂର୍ଖ ଅର୍ଜୁନକୁ ମାରିବି ତାକୁ ଗୋଡ଼ାଇ ଶାଢ଼ୀ ଉଡ଼ାଇ ଦେବି ଜାନୁ ଯୌବନ ତାର ଦେଖିବି ଶାଢ଼ୀ। ଆଣି ବଳତ୍କରେ ଧରିବି କୋଳରେ ପିଇବି ଅଧର ମଧୁ। ସେହି ରାଜବଧୂ ଧରି ଆଣି ପୁରକୁ ମଳୟ ଧରିବି ତାର ବୁକୁରେ ଧରି ଆଣି ପୁରକୁ। ସଖୀ ବିଳମ୍ବ ନ କରି କାର୍ଯ୍ୟରେ ଲାଗି ପଡ଼। ମୋର ଦରକାର ସେ ମଲ୍ଲିକା ସୁନ୍ଦରୀ। ସଖୀ ଡେରି ନ କରି ଶୀଘ୍ର ଚାଲିଯାଅ। ଚାଲିଯାଅ ସଖୀ ଚଇନି। ଆଜ୍ଞା ଯିବି ହେରି। আরে মূর্খ বিলম্ব ন করি শীঘ্র যা। ও ডেরি হয়ে যাচ্ছে কি? শীঘ্র যা সখী চইনি। হ্যাঁ যাଉଛି আজ্ঞা। নমস্কার। উত্তেক্ত ন করি চালি যা। হ্যাঁ যাଉଛି। শীঘ্র চালি যা মূর্খ। হ্যাঁ যাଉଛି আজ্ঞা। নমস্কার নমস্কার।
ଯିବି ଯେ ଆଜ୍ଞା ମୁଁ କହିବା କଥା କ'ଣ କହିବା ଏତେ ବାଟ ଭଉଣୀ ଘରଟାକୁ ଯିବି ପଇସା ପତ୍ର ନାହିଁ তোর কোন দরকার ଗାଡ଼ି ଖର୍ଚ୍ଚ ଟିକେ ଦେଉନ নে মূর্খ নয় নিশ্চয় মল্লিকাକୁ ଧରିବି ଖୋଳରେ ଆଉ କ'ଣ ତମ ମନକୁ ମୂର୍ଖ ଯାଇନୁ ମୂର୍ଖ ଯିବି ତୋତେ କଣ କହିଲି ମୁଁ କହିବା କଥା କ'ଣ କି ତମେ ମୁଁ ତ ମଲ୍ଲିକାକୁ ଆଣିନି ଧରିବ କୋଉଠି ତମେ ମୁଁ ସିନା ଆଣିଲେ ତମେ ଧରିବ ହେଲେ ଆଜ୍ଞା ମୋତେ ବାଡ଼ାବାଡ଼ି କଲ କିଛି ଅସୁବିଧା ନାହିଁ ହେଲେ ଗୋଟେ କାମ ରହିଗଲା ସଖୀ ଆପଣଙ୍କର ବାଁ ବଲ୍ଟା ହଜିଯାଇଛି ଶଳା କାଦୁଅ କରିବ ବୋଲି ନେଇଥିଲା ଯେ ଧାଇଁକି ପଡ଼ିଲା ହେଲେ ତମର କାଦୁଅ ଏଇ ବର୍ଷ କେମିତି କରିବ ମୋତେ କହୁନ ଆପଣଙ୍କ ମୋହନ ମାଝି ଯଦି ଏତେ କଥା ତମେ କରିପାରୁଛ ଶଳା ରାତି 2ଟା ବେଳୁ 3 ଦିନ ହେଲା ଆମେ ଧାଡ଼ି ଭାଙ୍ଗୁନୁ ଆଉ ନା ସୁଭଦ୍ରା ଯୋଜନାଟା କାହିଁ ହଉନି ଆମର সাক্ষী চাইনি অত্যক্ত ন করে চালি যা ନହେଲେ ମୁଁ নচে তো পিটি পিটি নেবি জীবন ନାଇଁ ହବ କି আবে চালি যা শীঘ্র ନାଇଁ ହବ କି କୁହ নিশ্চয় চাখি আনিব সে মল্লিকা সুন্দরী ନାଇଁ ମୁଁ ଯାଇନି ଆଜ୍ଞା ଯାଇନି ଆଣିବି କିନ୍ତୁ ଗଲାଠୁ ଆଣିବି ନା ଆଣି হবে ন যাই চালি আসিছু মোহর নিকটে শীঘ্র চালি যা শীঘ্র চালি যা চাখি চাইনি আবে মোর দরকার সে মল্লিকা সুন্দরী ଯିବି ଆଜି ମୁଁ କହିବା କଥା କ'ଣ କି ଆଜ୍ଞା ଏତେ ବାଟ ଯିବି ତମକୁ ବାଡ଼ାବାଡ଼ି ଏତେ ଜୋରରେ କଲଣି ଆଚ୍ଛା ତମେ ମୋତେ ଚିହ୍ନିନ আরে তু তো চাখি চাইনি ଚାଖି ଚଇନି ଚାଖି 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 ଚଇନି ଏ ଯାଇ ମିଠା ଫଳ ଟିକେ ଖାଇନି ଟିକେ ଖଇନି ଚାଖିକି ଯିବି সুন্দরী সুন্দরী বড় বড় কৌশলে তাকো করিবি বিবাহ ভরে ভরে দেবর্ষি ঘেরন্তু এক কামাসুরর প্রণাম ଯଶସ୍ୱୀ ଭବ କାମାସୁର দেবর্ষি କାମାସୁର ସମସ୍ତଙ୍କ ଭାଗ୍ୟରେ ସୁନ୍ଦରୀ କନ୍ୟା ପ୍ରାପ୍ତ ହୋଇନଥାଏ କାମାସୁର ପୂର୍ବ ଜନ୍ମର କର୍ମ ଫଳ ଦ୍ୱାରା ସୁନ୍ଦରୀ କନ୍ୟା ପ୍ରାପ୍ତ ହୋଇଥାଏ ନାରାୟଣ ନାରାୟଣ তেবে কুহন্তু দেবর্ষি মো কিপরি প্রাপ্তি হেবি মল্লিকা সুন্দরী କାମାସୁର ଆଉ କିପରି ଚୋର ଅର୍ଜୁନ ଠାରୁ ନେବି ପ୍ରତିଶୋଧ ନାରାୟଣ ନାରାୟଣ ଦେବର୍ଷି ଏ ବିଷୟରେ ଆଉ ଜଣେ ଅଛି ଅନିନ୍ଦ୍ୟ ସୁନ୍ଦରୀ ମଲ୍ଲିକା ସୁନ୍ଦରୀ ଠାରୁ ଏ ବିଷୟରେ ଆଉ ଜଣେ ଅଛି ଅନିନ୍ଦ୍ୟ ସୁନ୍ଦରୀ କଣ କହିଲ ଦେବର୍ଷି କାମାସୁର ଆଉ ଜଣେ ସୁନ୍ଦରୀ କିଏ ସେ ଦେବର୍ଷି ଆଉ କି ନାମ ତାହାର ନାରାୟଣ ନାରାୟଣ ଦେବର୍ଷି ସେ ଜଣକ ଆଉ ଅନ୍ୟ କେହି ନୁହେଁ କାମାସୁର ସେ ହେଉଛନ୍ତି ଶିବଙ୍କ ଘରଣୀ ପାର୍ବତୀ ସେ ହେଉଛନ୍ତି ଏ ବିଷୟରେ ସୁନ୍ଦରୀ ନାରାୟଣ ନାରାୟଣ ଦେବର୍ଷି ଶୁଣ କାମାସୁର ମୋହର ବାଣୀ କାହାକୁ କରିବୁ ତୁ ହୀରାମଣି ଶୁଣ କାମାସୁର ମୋହର ବାଣୀ କାହାକୁ କରିବୁ ତୁ ହୀରାମଣି ମଲ୍ଲିକା ସୁନ୍ଦରୀ ଠାରୁ ଦେବର୍ଷି ଆଉ ଜଣେ ଅଛି ରମଣୀ ଆଉ ଜଣେ ଅଛି ରମଣୀ ଆଉ ଜଣେ ଅଛି ରମଣୀ ଆଉ ଜଣେ ଅଛି ରମଣୀ ଦେବର୍ଷି
दर्प घराणी नहिबे किशोरी ईश्वरे अछंती निंद्या सुंदर घरे देखो देखी देले हृदय तो होई बहानी हृदय तो होई बहानी हृदय तो होई बहानी हृदय तो होई बहानी सुंदरी नारी करतु हरण अनिव वचन रातु वहन से सुंदरी नारी करतु हरण नारायण हरि प्रभु रक्षा कर मोर रानी रक्षा कर मोर रानी रक्षा कर मोर रानी रक्षा कर मोर रानी অবশ্য দেবর্ষি কথাটা মানিবি নিশ্চয় নিশ্চয় বিবাহ করিবি সে মল্লিকা সুন্দরী ଆଉ ମୁଁ ମଧ୍ୟ ବିବାହ କରିବି ସୁନ୍ଦରୀ ଭର୍ବତୀ ଆଉ ତାପରେ ମଲ୍ଲିକା ହେବା ମୋର ଦ୍ୱିତୀୟ ପତ୍ନୀ नारायण नारायण ଦେବର୍ଷି ଆଉ ବିଳମ୍ବରେ ନାହିଁ ପ୍ରୟୋଜନ ନା ଦେବର୍ଷି ତୁ ସେ ବେନିକୁ ବାହାଲେ ତୁ ହଇବୁ ଏ ବିଶ୍ୱରେ ଦ୍ୱିତୀୟ ଶିବ ଦେବର୍ଷି ଆଉ ସମସ୍ତେ ସମସ୍ତେ ତ ପାଦ ତଳେ ଢାଳିବେ ଭକ୍ତିର ପ୍ରଣତି ନାରାୟଣ 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 ଦେବର୍ଷି 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 ଦେବର୍ଷିଙ୍କ ବାକ୍ୟ ଅଟଇ ଯେ ସତ୍ୟ ଅଳେ ବଳେ କୌଶଳେ ବିବାହ କରିବି ସୁନ୍ଦରୀ ଭର୍ବତୀ ଆଉ ତାପରେ ଏ ବିଶ୍ୱ ଢଳିବ ମୋତି ସହସ୍ର ପ୍ରଣାମ ସ୍ଫଳନା ବରଦାନ କରିଛି ସେଇ ଭୋଳାନାଥ ଶିବ ଦମ୍ଭ ଯୁକ୍ତ କରୁଛି ମୋର ବିଧିର ବିଧାନ ଦମ୍ଭ ଯୁକ୍ତ କରୁଛି ଆମ୍ଭର ବିରୁଦ୍ଧେ ନାଇଁ ମୁଁ ସେ ଭୋଳାନାଥ ଶିବକୁ କେବେ ନ କରିବି କ୍ଷମା ମୁଁ ତାକୁ ବସାଇ ଏ ସମାଜର ତଳ ପାହାଚରେ ଏ ସମାଜର ତଳ ପାହାଚ ନାରାୟଣ ନାରାୟଣ ଏ ନାରଦ ପ୍ରଣାମ ଗ୍ରହଣ କରନ୍ତୁ ପିତା ପିତା ବୃଥା ଗର୍ବ ଅହଙ୍କାର କରୁଛନ୍ତି ପିତା ତୁମ ଲେଖନୀର ଲେଖାଟା କଳଙ୍କର ଗାର ସଦୃଶ୍ୟ ନାରାୟଣ ନାରାୟଣ ଅରେ ନାରଦ ପିତା କଳି ଲଗାଇଥାଏ ସତ୍ୟ କିନ୍ତୁ ମୁଁ କହିଥାଏ ସତ୍ୟ କଥା ନାରାୟଣ ନାରାୟଣ କଣ ସତ୍ୟ କଥା କହିଛୁ ପିତା ପ୍ରଭୁ ଭୋଳାନାଥ ମାତା ପାର୍ବତୀଙ୍କ ଆଦେଶ କନ୍ୟା ମଲ୍ଲିକା ବାନ୍ଧିଲା ଅନ୍ଧାର ପୁଟୁଳି ଆଉ କେବେ ନ ଦେଖିବ ପୁରୁଷ ବଦନ ଚିରଦିନ ପାଇଁ ରହିବ ସେହି ନିବୃତ ପଥର ଗୃହରେ ନାରାୟଣ ନାରାୟଣ ଏ କଥା ତୁ ଜାଣିଲୁ କିପରି ପିତା ଜାଣିଛି ବୋଲି ତ ତୁମ ନିକଟରେ ମୁଁ ପ୍ରକାଶ କରୁଛି ପିତା ଆରେ କଣ ଜାଣିଛୁ ଶୀଘ୍ର ପ୍ରକାଶ କର ମାତା ସାବିତ୍ରୀ ଦେଇଛନ୍ତି ଅଭିଶାପ କନ୍ୟା ମଲ୍ଲିକା ବିବାହ ନ କରି କୋଳରେ ଧରି ଅବଧ୍ୟ ସନ୍ତାନ ଆଉ କେବେ ନ ଦେଖିବ ପୁରୁଷ ବଦନ ଆଉ ଚିରଦିନ ପାଇଁ ରହିବ ସେହି ନିବୃତ ପଥର ଗୃହରେ ନାରାୟଣ ନାରାୟଣ ଆରେ ଏ କଥା ତୁ ଜାଣିଲୁ କିପରି ନାରାୟଣ ନାରାୟଣ ହେଲେ ପିତା
ତା ଭିତରେ ଅସଲ କଥାଟା ଲୁଚି ରହିଛି। ନାରାୟଣ ନାରାୟଣ ଆରେ ଅସଲ କଥା କଣ ସେ କଥା ଲୁଚି ରହିଛି? ନାରାୟଣ ନାରାୟଣ ଏ ବିଷୟରେ ଆଉ ଜଣେ ଅଛି ଏକ ବୀର। ସେ ଚାହିଁଲି ସମସ୍ତ କାର୍ଯ୍ୟକୁ କଳେ ବଳେ ଅଥବା କୌଶଳେ କରେ ସମାପନ। ସେ ଜଣକ ଆଉ ଅନ୍ୟ କେହି ନୁହେଁ ପିତା, ସେ ହେଉଛନ୍ତି ତୃତୀୟ ପାଣ୍ଡବ ଅର୍ଜୁନ। ଅଭିଶାପରେ ନିଶ୍ଚୟ କଲ୍ୟା ମଲ୍ଲିକାର ସତୀତ୍ୱକୁ କରିବେ ହରଣ। ନାରାୟଣ ନାରଦ ଆରେ ତୁ ସତ୍ୟ କହୁଛୁ? ମଲ୍ଲିକାର ସତୀତ୍ୱକୁ ଅର୍ଜୁନ ହରଣ କରିବ? ପିତାମହ ଶୁଣ ମୋହର ବଚନ ନକରି ବିକ୍ଷମା ମୁଁ ତାକୁ ବସାଇ ଦେବି ଏ ସମାଜର ତଳ ପାହାଚରେ। ସେ ଯଦି ମୋର ଲେଖନୀର ଲେଖାକୁ କାଟିବା ପାଇଁ ଚେଷ୍ଟା କରେ ମୁଁ ତାକୁ କେବେ ନକରି ବିକ୍ଷମା ଅଭିଶାପ ଜାଣିଦେବି ଏ ବିଶ୍ୱ ଚରାଚର। ଅଭିଶାପ ଜାଣିଦେବି ରାଜା ସଦାଉର ବଂଶ। ଆଉ ଅଭିଶାପ ଜାଣିଦେବି ରାଜକନ୍ୟା ମଲ୍ଲିକା ସୁନ୍ଦରୀ ଏ ବିଶ୍ୱ ଦରବାରେ। ଏ ସତ୍ୟ ହୋଇବ, ସତ୍ୟ ହୋଇବ, ଲେଖା ନହିବ, ସତ୍ୟ ହୋଇବ। କରିଣ କୃତକ ପଟ କାଳି ଶିବ କରିଣ କୃତକ ପଟ କାଳି ଶିବ ଦେଖିବି ପରନ୍ତି ପାରି ସମ୍ଭବ ସତ୍ୟ ହୋଇବ। ଛାପିବି କଳଙ୍କ ଲେଖା ହୋଇବ। ଛାପିବି କଳଙ୍କ ଲେଖା ହୋଇବ। ଦେଖିବି ରହିବାକୁ ପାରି ଭାବ ସତ୍ୟ ହୋଇବ। কন্যা মল্লিকা সুন্দরী কুমারী ভক্তু ধর কন্যা মল্লিকা সুন্দরী কুমারী ভক্তু ধর সত্য হইব। ଆଉ ବିଳମ୍ବରେ ନାହିଁ ପ୍ରୟୋଜନ। ଶିବ ଶକ୍ତି ସଙ୍ଗେ କରିଣ ସମର। ନାରଦ ରକ୍ଷା କରନ୍ତୁ ତୁମର ସମ୍ମାନ, ନୁହେଲେ ତୁମର ମାନ ସମ୍ମାନ ଚାଲିଯିବ ଏ ବିଶ୍ୱ ଦରବାରରେ। ପ୍ରଭୁ ନାରାୟଣ ନାରାୟଣ ନାରାୟଣ। ନାରଦ